ମାନେ ଆଜି ଆମେ ଆମ ଦ୍ୱିତୀୟ କ୍ଲାସ୍ ଝୁଲଣା ଟୁର ସଭିଏଁ ହେଲେ ଖୁସିର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବରରେ ଦେଲା ଆମକୁ ପ୍ଲାବନ କିପରି ବଜାରକୁ ଗଲା। ପ୍ଲାବନ ସାଇକେଲରେ ବଜାରକୁ ଗଲା। ଖରେ ନାଲି ରଙ୍ଗର 3ଟି ଜିନିଷର ନାମ କୁହ। 3ଟି ନାଲି ରଙ୍ଗର ଜିନିଷର ନାମ ହେଲା ସେଓ, ଟମାଟୋ ଓ ରକ୍ତ। ଗରେ ତୁମକୁ ରଙ୍ଗ ଦେବାକୁ ଭଲ ଲାଗେ କି? ହଁ କି ନା ଓ କାହିଁକି ରଙ୍ଗ ଦେବାକୁ ଭଲ ଲାଗେ ନା କିମ୍ବା ଭଲ ଲାଗେ? ତାହେଲେ ଉତ୍ତରରେ ଲେଖିବା ହଁ, ମୋତେ ରଙ୍ଗ ଦେବାକୁ ବହୁତ ଭଲ ଲାଗେ। କାରଣ ରଙ୍ଗ ଦେବା ଦ୍ୱାରା ଚିତ୍ରଗୁଡ଼ିକ ବହୁତ ସୁନ୍ଦର ଓ ଜୀବନ୍ତ ଦେଖାଯାଆନ୍ତି। ଘରେ ଯଦି ପଲ୍ଲବୀ ଓ ପ୍ଲାବନ ରଙ୍ଗ ପାଇଁ ନଥାନ୍ତେ ତେବେ କ'ଣ ହୋଇଥାନ୍ତା ଆଲୋଚନା କରି କୁହ। ଉତ୍ତରରେ ଲେଖିବା ଯଦି ପଲ୍ଲବୀ ଓ ପ୍ଲାବନ ରଙ୍ଗ ପାଇ ନଥାନ୍ତେ ତେବେ ସେମାନେ ନିଜ ଚିତ୍ରରେ ରଙ୍ଗ ଭରି ପାରିନଥାନ୍ତେ ଏବଂ ଚିତ୍ରଗୁଡ଼ିକ ଧଳା କଳା ବା ଫିକା ଦେଖାଯାଇଥାନ୍ତା। ସେମାନଙ୍କ ମନ ଦୁଃଖ ହୋଇଥାନ୍ତା। ତାପରେ ଆମର ଦେଖ ଓ ଲେଖ ହେଲା। ଏଠି ଲେଖିବ କ୍ଲ, ସେମିତି କ୍ଲ, ଏମିତି ଲେଖି ଲେଖି ଚାଲିବ। ଏଇଟା ହେଲା ଲ, ଲ, ସେମିତି ଲେଖି ଲେଖି ଚାଲିବ। ତାପରେ ଚିତ୍ର ଦେଖି ତାର ନାମ ଓ ରଙ୍ଗ ଆମେ କହିବା। ତାହେଲେ ପ୍ରଥମେ କ'ଣ ଦେଇଛି ଆମକୁ ସ୍ଲେଟ୍ ହେଲା, ଏମିତି ଲେଖିବ ସ୍ଲେଟ୍ ହେଲା, ରଙ୍ଗ କଳା। ତାପରେ ଇଏ ହେଲା ଆମର ମଲ୍ଲି, ରଙ୍ଗ ଧଳା। ଇଏ ଆମର ପତ୍ର, ରଙ୍ଗ ସବୁଜ। ଇଏ ହେଉଛି ଆମର କିଏ? ଭାଲୁ, ରଙ୍ଗ ମାଟିଆ। ବୁଝିହେଲା ତ? ତାପରେ ପଢ଼ ଓ ଲେଖ। ପ୍ରହ୍ଲାଦ ଆହ୍ଲାଦ ଦୁଇ ସଙ୍ଗାତ। ଲେଖିବ ପ୍ରହ୍ଲାଦ, ଏମିତି ଲେଖିବ ଓ ଆହ୍ଲାଦ ଯାହା ଲେଖା ହେଇଛି ତାହା ଲେଖିଦେବ। ପଲ୍ଲବୀ ସହିତ ଗାଇଲେ ଗୀତ। ଉଲ୍ଲାସ ସେଠାରେ ମିଶିଲା ଆସି, ପଲ୍ଲୀବାସୀ ଦେଖି ହୋଇଲେ ଖୁସି। ତାପରେ 5 ନମ୍ବର ଆମର ଅକ୍ଷରରୁ ଅକ୍ଷର ଗାରଟାଣି ଶବ୍ଦ ଗଢ଼ିବା। ସିଏ ଗୋଟେ କରିଦେଇଛି ଆମର କ୍ଲେଶ। ବୁଝିହେଲା? ତମେ ଗୋଟେ କରୁନ, କ'ଣ କରିବା? ତାହେଲେ ମଲ୍ଲି ହେବ କି ନାହିଁ ମୋତେ କୁହ। ମୋତେ କୁହ ସାର୍ ଏଠି ମଲ୍ଲି କରିବା। ହଉ କର ମଲ୍ଲି। ଆଉ କ'ଣ ହେବ ମୋତେ କହିଲ? ଉଲ୍ଲାସ, ଉଲ୍ଲାସ ଲେଖିବ ଉଲ୍ଲାସ। ତାପରେ ପଲ୍ଲବୀ, ପଲ୍ଲବୀ। ବୁଝିହେଲା? ନେକ୍ସଟ ଆଉ କ'ଣ ଲେଖିବା କହିଲ ଦେଖିଆ, କୁହ। ଆଉ ଆମେ ଲେଖିପାରିବା ଗେଲି। କ'ଣ ଗେଲି। ବୁଝିହେଲା ତ? ଏମିତି ତମେ ଯେତିକିଟା ଲେଖିପାରିବ ହେଲା, ଏତିକି ଲେଖ। ତାପରେ 6 ନମ୍ବର ପଢ଼ ଓ ଲେଖ। ପ୍ରଥମେ ଦେଇଛି ମଲ୍ଲ, ଲେଖିବ ଏମିତି ପଲ୍ଲୀ। ତମେ ଏମିତି ଲେଖି ଚାଲିବ। ଦିଲ୍ଲୀ, ଶୁକ୍ଲ, କ୍ଲାନ୍ତ, ଅମ୍ଳ, କ୍ଲେଶ, ଆହ୍ଲାଦ, ପ୍ରହ୍ଲାଦ। ତାପରେ 7 ନମ୍ବର ଆମେ ପଢ଼ିବା ଓ ଲେଖିବା। କରେ ଦେଲା ଦୁଇ ଭାଇ ଭଉଣୀଙ୍କ ନାମ କ'ଣ? ତାହେଲେ ଦୁଇ ଭାଇ ଭଉଣୀଙ୍କ ନାମ ହେଲା ପ୍ଲାବନ ଓ ପଲ୍ଲବୀ। ଖରେ ଦୋକାନରେ କିଏ ଧଳା ଓ ବାଇଗଣୀ ରଙ୍ଗ ଅଛି ବୋଲି ଦେଖିଲା। ଦୋକାନରେ ପ୍ଲାବନ ଧଳା ଓ ବାଇଗଣୀ ରଙ୍ଗ ଅଛି ବୋଲି ଦେଖିଲା। ତାପରେ ଗରେ ଭାଇ ଭଉଣୀ ବଜାରରୁ ରଙ୍ଗ ଆଣି କ'ଣ କଲେ? ଭାଇ ଭଉଣୀ ବଜାରରୁ ରଙ୍ଗ ଆଣି ରଙ୍ଗୋଲି ବା ଝୋଟି କଲେ। ତାପରେ ଘରେ ତୁମକୁ ଯଦି ରଙ୍ଗ ମିଳିବ ତେବେ ତୁମେ କ'ଣ କରିବ? ମୋତେ ଯଦି ରଙ୍ଗ ମିଳିବ ମୁଁ ସେଥିରେ ସୁନ୍ଦର ସୁନ୍ଦର ରଙ୍ଗୋଲି ବା ଝୋଟି ଚିତ୍ର ଆଙ୍କିବି। 8 ନମ୍ବର ପ୍ରଶ୍ନ, ଏଇ ଚିତ୍ରରେ ଆମେ କ'ଣ କରିବା? ରଙ୍ଗ ଦେବା। ଏଇଟା ତମେ ବହିରେ ନିଜେ ଦେବ।
ନଅ ନମ୍ବର ଆସ ପଢ଼ିବା। ଭଲ୍ଲୁକ ପାଶକୁ ନ ଯାଅ ବାବୁ, ଚାଟି ଖାଇଦେବ ମାଉଁସ ସବୁ। କାହାରିକୁ କ୍ଲେଶ ନ ଦିଅ କେବେ, ସଂସାରରେ ପ୍ରଶଂସା ଲଭିବ ତେବେ। ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ, ମୁଁ ଗାଇବି ମିଶି ତା ସହିତ। ବୁଝିହେଲା ତ? 10 ନମ୍ବର ଏଇଟା ଶ୍ରେଣୀ ଗୃହରେ ଶିକ୍ଷକ ତୁମକୁ ଳ ଓ ଲ ଫଳା ଯୁକ୍ତ ଶବ୍ଦ ଡାକିବେ। ଏଇଟା ଶ୍ରେଣୀ ଗୃହରେ ସାର୍ ମାନେ ଡାକିବେ, ତୁମେ ଆଗୁଆ ଲେଖିବ ନାହିଁ। ବୁଝିହେଲା ତ? ତାହେଲେ ବିଷୟଟି ସମ୍ପୂର୍ଣ୍ଣ ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ନୂଆ ଆସିଲେ ଆମର ସବସ୍କ୍ରାଇବ୍ କରିଦେବ।